ସାରା ଭାରତ ବର୍ଷରେ ଏବେ ଗୋଟିଏ ଭିଡିଓ ଟ୍ରେଣ୍ଡ କରୁଛି, ଜଷ୍ଟିସ ଫର ଶର୍ମିଷ୍ଠା। ଆରେ ଭାଇ ସିଏ ଭିଡିଓ ବନେଇଲା, ସିଏ ଆଡୁ ସାଡୁ କଲା, ଭାଇ ଆମର କଣ ଅଛି? ୟାକୁ ଦେଖି କିଛି ଲୋକ ଭିଡିଓକୁ ସ୍କିପ୍ କରିଦଉଛି। ସେଇମାନଙ୍କୁ ମୁଁ କହି ରଖୁଛି, ଭାଇ ତମେ ହିନ୍ଦୁ ହିଁ ଯଦି ହିନ୍ଦୁକୁ ସପୋର୍ଟ ନ କରିପାରିବ, ବିରୋଧ ତ କରନି। କାହିଁକିନା ଶର୍ମିଷ୍ଠା ଗୋଟେ ଏମିତି ଝିଅ ଯାହାକି ଅପରେସନ ସିନ୍ଦୁର ଟାଇମରେ ଆମର ଯେଉଁ ବଲିଉଡ ଷ୍ଟାର ମାନେ ଯୁଦ୍ଧ ରୋକି ଯାଇଥିଲା, ମାନେ ସିଏ ମନ୍ତବ୍ୟ ଦେଇଥିଲେ କି ତାଙ୍କୁ ଆକ୍ଷେପ କରିକି ଭିଡିଓ ବନେଇଥିଲା। ତାପରେ ତାକୁ ଯେହେତୁ ଗୋଟେ ପଲିଟିକାଲ କଣ୍ଟେଣ୍ଟ ସେ ବନେଇଥିଲା କ୍ରିଏଟର, ତାକୁ ନେଇ କିଛି ଅଲଗା ମାନେ ହେଟର୍ସ ମାନେ ଲାଗିକିରି ତାଙ୍କ ଉପରେ ମାନେ ଆମେ ତାଙ୍କୁ ଧମକ ଦେଲେ ତ ରେପ୍ କରିଦବୁ, ଅମକ କରିଦବୁ, ସମକ କରିଦବୁ, ତୁ କାହିଁ ଟାର୍ଗେଟ କରୁଛୁ ନିର୍ଦ୍ଦିଷ୍ଟ ଗୋଟେ ସମ୍ପ୍ରଦାୟକୁ, ଏଇ ଟାଇପର ଥିଲା। କିନ୍ତୁ ଆକୁ ଦେଖିଲା ପରେ ଆମେ ଯଦି ଆମ ହିନ୍ଦୁ ଝିଅକୁ ଆମେ ସପୋର୍ଟ ନ କରିପାରିବା, ତାହେଲେ କାହାକୁ ସପୋର୍ଟ କରିବା? କିଛି ଅଛନ୍ତି ଚାମଚା ମାନେ ସପୋର୍ଟ ତ କରିବେନି, ହିନ୍ଦୁ ହିଁ କେବେ ହିନ୍ଦୁକୁ ସପୋର୍ଟ କରିବେନି, କାହିଁକିନା ସେ ଦୋଗଲା ହିନ୍ଦୁ। ତାଙ୍କର ସବୁବେଳେ ସିଏ ହଉଛି ନାଜାୟଜ ଅଲାଦ, ସବୁବେଳେ ସିଏ କେବଳ ହିନ୍ଦୁ ଧର୍ମ ବିରୋଧରେ କହିବେ। ଆଉ ଆମ ଭାରତରେ ତ ଏମିତି କିଛି ଅଛନ୍ତି ରାଜନୈତିକ ଦଳ, ତାଙ୍କର ସବୁବେଳେ ଇଚ୍ଛା ହିନ୍ଦୁ ଧର୍ମ ବିଷୟରେ କହିବେ। ସେ ଏମ କେ ଷ୍ଟାଲିନ ହୁଅନ୍ତୁ କି ଅଲଗା ପାର୍ଟିର ଅଛନ୍ତି, କହିବେ କି ହିନ୍ଦୁ ଧର୍ମ ଲୋକମାନେ ସବୁବେଳେ ତାଙ୍କର ଇଚ୍ଛା ହିଂସା ହିଂସା ହିଂସା, ସବୁବେଳେ ଏଇଟା କହିବେ। ଆଉ କିଛି ପାର୍ଟି ଅଛନ୍ତି ରାମଙ୍କ ଚରିତ୍ରକୁ ନେଇକରି ଆକ୍ଷେପ କରି ରାମ ଅଛନ୍ତି ବୋଲି ପ୍ରମାଣ ଦିଅ, ସୁପ୍ରିମକୋର୍ଟରେ କହିଥିଲେ। ଆଉ କିଛି ଅଛନ୍ତି ଏବେ ପପୁଲାର ହେଇ ବୁଲୁଅନ୍ତି, ସୀତା ମାଙ୍କୁ ନେଇକରି କହିଥିଲେ, ସେମାନେ ପପୁଲାର ହେଇଯାନ୍ତି। ଯଦି ଏ ଝିଅ ତାଙ୍କୁ ବିରୋଧ କରି କିଛି ଭିଡିଓ ବନଉଛି, ତାହେଲେ ଆମେ କାହିଁକି ତାକୁ ସପୋର୍ଟ କରିବା? ମୁଁ ତ ଫୁଲି ସପୋର୍ଟ କରିବି ସେ ଶର୍ମିଷ୍ଠା ଦିଦିକି, ଫୁଲି ସପୋର୍ଟ ମୋର ରହିବ, ସେଥିପାଇଁ ତ ଭିଡିଓ ବନଉଛି।